ଆଜ୍ଞା ଦେଖନ୍ତୁ ଜୀବଜନ୍ତୁ ମାନଙ୍କର କଥା ତାଙ୍କର ଆତ୍ମାଟାକୁ ଆମେ ଏତେ ବିସ୍ତୃତ ଭାବରେ ରିସର୍ଚ୍ଚ କରିନୁ। ମୋ ମତରେ ଯେହେତୁ ସେ ଏନକ୍ଲୋଜରରେ ଥିଲେ ପରିବେଶ ଖାପ ଖୁଏ ଏବଂ ପରିବେଶ ବିଷୟରେ ଏତେଟା ନ୍ୟାଚୁରାଲି ୱେଲ୍ ଆକ୍ୱାଣ୍ଟେଡ୍ ନୁହେଁ। ଯେତେବେଳେ ଏନକ୍ଲୋଜରରୁ ଛଡ଼ା ହେଲା ତାକୁ ବିଭିନ୍ନ ଅଞ୍ଚଳ ସେ ବୁଲି ଦେଖିଲେ ଏବଂ ସେ ବିଷୟରେ ତାଙ୍କର ଏତେଟା ଅଭିଜ୍ଞତା ନାହିଁ। ଶିମିଳିପାଳ ଭିତରେ ଛଡ଼ା ହେଇଥିଲା ସେ ଭାବିଲେ ଗୋଟେ ନିର୍ଦ୍ଦିଷ୍ଟ ଗୋଟେ ଜୁରିଡିକ୍ସନ୍ ଅଛି, ନିର୍ଦ୍ଦିଷ୍ଟ ଏକ ପରିସୀମା ଅଛି ଶିମିଳିପାଳ। ସେ ଭାବିଥିବେ କିଛି ଜଙ୍ଗଲ ୱେଷ୍ଟ ବେଙ୍ଗଲକୁ ଆଉ ଝାଡ଼ଖଣ୍ଡକୁ ଲାଗିକି ଅଛି ଆଉ ସେଟାକୁ ବୁଲି ବୁଲି ସିଆଡ଼କୁ ଯାଇଛି। ନିଶ୍ଚିତ ଭାବରେ ଫରେଷ୍ଟ ଡିପାର୍ଟମେଣ୍ଟ କ୍ଲୋଜ୍ ମନିଟରିଂ କରୁଛି, ତାକୁ ନିଘା ରଖିଛି, GPS ମାଧ୍ୟମରେ ଟ୍ରାକିଂ କରୁଛି ଆଉ ତାକୁ ବିଭିନ୍ନ ସମୟରେ ଖାଦ୍ୟ ଖୁଆଇବା ପାଇଁ ବି ଚେଷ୍ଟା କରିଛି। ସିଏ ଖାଦ୍ୟ ଖାଇନି, ଯଦି ଖାଦ୍ୟ ଖାଇବ ତାକୁ ଟ୍ରାଙ୍କୁଲାଇଜ୍ କରିକି ଫେରାଇ ଆଣିବାର ବ୍ୟବସ୍ଥା ତିନିଟି ରାଜ୍ୟର ଆପଣଙ୍କର ଝାଡ଼ଖଣ୍ଡ, ୱେଷ୍ଟ ବେଙ୍ଗଲ ଏବଂ ଓଡ଼ିଶାର ବନ ବିଭାଗ ନିଘା ରଖୁଛନ୍ତି। ଯେତେବେଳେ ଖାଦ୍ୟ ଖାଇବ ତାକୁ ସିଏ ଠିକ୍ ତାକୁ ଆମ ଆକଡ଼ନକୁ ଆଣିଲା ପରେ ତାକୁ ଟ୍ରାଙ୍କୁଲାଇଜ୍ କରା। ଏବେ କ'ଣ ବିଭିନ୍ନ ଏରିଆରେ GPS ମଧ୍ୟ କିଛି କାମ କରୁନି। କିଛି କିଛି ଜାଗାରେ ଠିକ୍ ହିସାବରେ ନେଟୱାର୍କ ନଥିବା ଯୋଗୁଁ GPSର ଯେଉଁ ଗ୍ଲୋବାଲ୍ ସାଟେଲାଇଟ୍ ଯେଉଁ ଠିକ୍ ହିସାବରେ କାମ କରେନି, କେତେ କେତେ ଜାଗାରେ ଅଲଗା ଅଲଗା ସ୍ଥିତି ଅଛି। ତ ଠିକ୍ ହିସାବରେ କେତେବେଳେ GPS ବି ଫେଲ୍ ହେଇଯାଉଛି। ଇଆଡ଼େ ସିଆଡ଼େ ସେ ବୁଲାବୁଲି କରୁଛି, ବନ ବିଭାଗ ତାର ଫଲୋ କରୁଛି। ତ ନିଶ୍ଚିତ ଭାବରେ ମୁଁ ଆଶା କରିବି ଆଗାମୀ ଭବିଷ୍ୟତରେ ତାକୁ ନେଇକି ଆସିବା। ଏବେ ସେ କେଉଁଠି ଅଛି ସାର୍? ଏବେ ବେଙ୍ଗଲ ସୀମାରେ ଅଛି। ଦୁଇ ଦିନ ପୂର୍ବରୁ ଆମର ଯାହା ବିଭାଗ ଅଧିକାରୀ ମାନେ ଯେଉଁମାନେ ସେଥିରେ ଲାଗିଛନ୍ତି କଣ୍ଟ୍ରୋଲ ରୁମ୍ରୁ ଯାହା ସବୁ ମେସେଜ ଆସୁଛି ୱେଷ୍ଟ ବେଙ୍ଗଲରୁ ସେ ଥିଲେ। ଓଡ଼ିଶାର ସ୍ଥିତିକୁ ସେମାନଙ୍କୁ ଜଣେଇବା, ଓଡ଼ିଶା ପରିବେଶ ବିଷୟରେ ଆମ ଡିପାର୍ଟମେଣ୍ଟ ଜଙ୍ଗଲ ବିଭାଗ ସେମାନଙ୍କୁ ସଚେତନ କରାଇବ। ବିଭିନ୍ନ ଆପଣଙ୍କର କପି ଟେବୁଲ୍ ବୁକ୍ସ ମଧ୍ୟ ଆମେ ରେଡ଼ି କରିଛେ। ଆମର ଯେଉଁ ଭାରତବର୍ଷର ଜଙ୍ଗଲର ପରିବେଶର କ'ଣ ଯୋଗଦାନ ଅଛି, କେତେ ପରିମାଣରେ ଜଙ୍ଗଲ ଅଛି, କ'ଣ କ'ଣ ଆଗାମୀ ଭବିଷ୍ୟତ ଆମେ ପ୍ଲାନ୍ କରିଛେ ଆଉ ଯାହା ସବୁ ଆମର ସମ୍ପତ୍ତି ଅଛି ରତ୍ନଭଣ୍ଡାରଠୁ ଆରମ୍ଭ କରି ସେମାନଙ୍କୁ ମଧ୍ୟ କପି ଟେବୁଲ୍ ବୁକ୍ସରେ ଆମେ ଦେବା। ଠିକ୍ ଅଛି ଆଜ୍ଞା।